ଆମ ଜଗା ଭାରି ବଢ଼ିଆ। କରାଏ ସର୍ବଦେହେ ବସି ସମାଧି ସ୍ୱଭାବ ପ୍ରକାଶୀ। ଦେହ ବିଯୋଗ କାଳେ ଦେହି ଗଗନ ପ୍ରାୟ ଶୂନ୍ୟେ ରହି। ତେଣେ ତାହାର ସଙ୍ଗ ନାହିଁ ଜନମ ମୃତ୍ୟୁ ତାର କାହିଁ। ହେ ପୁତ୍ର କହିଲି ମୁଁ ତୋତେ ହରି ମହିମା ଭାବି ଚିତ୍ତେ। ସତ ଅସତ ରୂପ ସେହି ଅଶେଷ ମାୟା ରୂପ ବହି। କରଇ ଆତ୍ମା ଖେଳ ଲୀଳା ତାର ଚରିତ ଭବ ଭେଳା। ହେ ଭାଗବତ ଧର୍ମ ଯେତେ ଗୋବିନ୍ଦ କହିଥିଲେ ମତେ। ଏ ସର୍ବ ସଂଗ୍ରହର ମୂଳ ଅଶେଷ ଧର୍ମ ଯଜ୍ଞ ଫଳ। ଲୀଳା ବିସ୍ତାରି କହ ମୁଖେ ସୁଜନେ ଜନଙ୍କର ସୁଖେ। ଯେମନ୍ତେ ପ୍ରାଣୀଙ୍କର ଚିତ୍ତେ କୃଷ୍ଣ ବିଷୟ ଅବିରତେ। ଯେମନ୍ତେ ନାଶେ ଶୋକ ମୋହ ଇତି ସଂକଳ୍ପିତା ତ କହ। ବର୍ଣ୍ଣିଲି ଈଶ୍ୱରଙ୍କ ମାୟା ସେ ଶୁଣେ ଯାରେ ତାର ଦୟା। ମାୟା ନ ଲାଗେ ତାର ଚିତ୍ତେ ଯେ ଶୁଣେ ଗୁଣେ ଅବିରତେ। ଏମନ୍ତେ ଭାଗବତ ବାଣୀ ନାରଦ ବ୍ରହ୍ମା ମୁଖୁ ଶୁଣି। ମନ ଆନନ୍ଦେ କୃତ୍ୟ କୃତ୍ୟ କହଇ ଦାସ ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣ ପରମହଂସ୍ୟାଃ ସଂହିତାୟାଃ ଦ୍ୱିତୀୟ ସ୍କନ୍ଧେ ବ୍ରହ୍ମା ନାରଦ ସମ୍ବାଦ ନାମ ସପ୍ତମ ଅଧ୍ୟାୟ। ଅଷ୍ଟମ ଅଧ୍ୟାୟ ଆରମ୍ଭ। ଏ ଦେହେ ଜୀବ ପରମର ସମ୍ବନ୍ଧ ଅଛି କି ପ୍ରକାର। ନାନାଦି ପୁରାଣର ଅର୍ଥ ଅଷ୍ଟମେ ପୁଛେ ପରୀକ୍ଷିତ। ଶୁକ ଚରଣେ ଦେଇ ଚିତ୍ତ ଆନନ୍ଦେ ବୋଲେ ପରୀକ୍ଷିତ। ନାରଦ ଆଗେ ବ୍ରହ୍ମା ଯେତେ ବିଷ୍ଣୁ ମହିମା ଭାଗବତେ। କହିଲେ ଜନ ଉପକାରେ ଯେ କଥା ଶୁଣି ପ୍ରାଣୀ ତରେ। ଯେ ସ୍ଥାନେ ଯାହାକୁ ଯେ ଭାବେ ମୁନି କହିଲେ ଯେ ପ୍ରସ୍ତାବେ। ତାହା ଶ୍ରବଣେ ଇଚ୍ଛା ମୋର ତୁମ୍ଭେ ତତ୍ତ୍ୱଜ୍ଞ ମଧ୍ୟେବର। ହରି ମହିମା ଅଗୋଚର ଶ୍ରବଣ ମଙ୍ଗଳ ଉଚାର। ସେ କଥା କହ ମୁନି ମତେ। ନିଶ୍ଚଳେ ମନ କରି ସ୍ଥିର ଯେମନ୍ତେ ଛାଡ଼ିବି ଶରୀର। ଶ୍ରଦ୍ଧାରେ ନିତ୍ୟେ ଯେ ବା ଶୁଣେ ଯେ ହରି କଥା ମନେ ଗୁଣେ। ମଙ୍ଗଳ ନାମ ଉଚ୍ଚାରଣ ତାର ହୃଦୟେ ତତ୍କ୍ଷଣ। ଶ୍ରବଣ ମାର୍ଗେ ହରି ପଶେ ହୃଦୟ ପଦ୍ମେ ସ୍ଥିର ବସେ। ସର୍ବ ଦୁରିତ ହେଳେ ନାଶେ ଶରଦ ଯେହ୍ନେ ବୃଷ୍ଟି ଶେଷେ। ଜଳୁ ହରଇ ମଳ ରାଶି ସେ ଯେହ୍ନେ ନିର୍ମଳ ପ୍ରକାଶୀ। ନିର୍ମଳ ଆତ୍ମା ତାର ହୋଇ ସେ କୃଷ୍ଣ ପାଦ ମୂଳେ ଥାଇ। କେବେହେଁ ନୁହଁଇ ବାହାର ମାୟା ଭ୍ରମଣ ହୁଏ ଦୂର। ପଥିକ ପଥ ଶ୍ରମ ପାଇ ସେ ଯେହ୍ନେ ନିଜ ଗୃହେ ଯାଇ। ଶ୍ରମ ପାଶୋରି ସୁଖେ ରହେ ଗୃହ ସମ୍ପଦ ଭୋଗ ଦେହେ। ଅଧାତୁ ମନ୍ତ ଆତ୍ମା ହୋଏ ଧାତୁ ଘଟଣ ଦେହ ବହେ। ଜାଣୁ ତୁ କହ ଏ କେମନ୍ତେ କି ପାଏ କାଳ କର୍ମ ମତେ। ଯାର ଉଦରୁ ପଦ୍ମ ହୋଇ ଲୋକ ସଂସ୍ଥାନ ପ୍ରକାଶଇ। ସେ ଯେବେ ଅବୟବୀ ହୋଇ ଜୀବ ଈଶ୍ୱର ଭେଦ କାହିଁ। ବ୍ରହ୍ମା ଯେ ଭୂତ ଆତ୍ମା ହୋଏ ସେ ପୁଣି ଯାର ଅନୁଗ୍ରହେ। ଆତ୍ମାରୁ ପ୍ରାଣୀଙ୍କି ସୃଜଇ ସ୍ୱଭାବେ ତାର ଜନ୍ମ ନାହିଁ। ନାଭି କମଳୁ ହୋଇ ଜାତ ତାହାକୁ ଦେଖ ରୂପବନ୍ତ। କାଳର